କାର୍ଯ୍ୟଫର୍ଦ୍ଦ 22 ଶିକ୍ଷଣ କାର୍ଯ୍ୟ 1 ଆସ ତଳେ ଲେଖାଥିବା ଗୀତଟିକୁ ଗାଇବା। ମାଆଟି ମୋର କେତେ ନିଜର, ତାପରି କିଏ ହେବ? ଜନମ ଦେଇ ପାଳଇ ସେହି ଏକଥା ଜାଣିଥିବ। ମା ସ୍ନେହ ମା ମମତା ସ୍ୱର୍ଗଠାରୁ ବଡ଼, ତାହାର ଗାଳି ଦାଣ୍ଡର ଧୂଳି ଜୀବନ ଗଢ଼େ ମୋର। ସବୁ କଷଣ ସହଇ ସିନା ହସି ହସାଏ ମୋତେ, ମା ଆଶିଷ ଜଗତେ ବଡ଼ ଭୁଲି ପାରିବି କି ସତେ? ମୋ ମା ମୋର ଅତି ନିଜର, ତାପରି କେହି ନାହିଁ, ତା ପଣତ କାନି ମୋ ପାଇଁ ସାହା, ଭାଗ୍ୟବାନ ଯେ ମୁହିଁ। ଶିକ୍ଷଣ କାର୍ଯ୍ୟ 2 ମା ସବୁ କଷ୍ଟ ସହି ଆମକୁ ହସାଏ, ଭାଗ୍ୟବାନ ଯେ ମୁହିଁ। ଦିଆଯାଇଥିବା ପାଦକୁ ଗଦ୍ୟ ଆକାରରେ କୋଠରୀରେ ଲେଖିବା। ମା ଆମକୁ ହସାଇବା ପାଇଁ ସବୁ କଷ୍ଟ ସହେ, ମୁଁ ଭାଗ୍ୟବାନ ଅଟେ। ଶିକ୍ଷଣ କାର୍ଯ୍ୟ 3 ପଦ୍ୟରେ ବ୍ୟବହୃତ ଶବ୍ଦ ଗୁଡ଼ିକର ଗଦ୍ୟ ରୂପ ତଳ କୋଠରୀରେ ଲେଖିବା। ଜନମ ଜନ୍ମ, ସ୍ନେହ ସ୍ନେହ, ପାଳଇ ପାଳନ କରେ, ସ୍ୱର୍ଗ ସ୍ୱର୍ଗ। ଶିକ୍ଷଣ କାର୍ଯ୍ୟ 4 କଇଁ କଇଁ ଶବ୍ଦ ସହିତ କାନ୍ଦର ଯେପରି ସମ୍ପର୍କ ଅଛି, ସେହିପରି ବନ୍ଦନୀରୁ ଖୋଜି ତଳ ଶବ୍ଦଗୁଡ଼ିକର କୋଠରୀରେ ଲେଖିବା। ସାଇଁ ସାଇଁ ପବନ, ଟାଇଁ ଟାଇଁ ଖରା, ଝାଇଁ ଝାଇଁ ମୁଣ୍ଡ। ଶିକ୍ଷଣ କାର୍ଯ୍ୟ 5 ଆସ କବିତାକୁ ପଢ଼ି ପଦର ଛାଡ଼ି ଯାଇଥିବା ଅଂଶକୁ ପୂରଣ କରିବା। କ ତା ପଣତ କାନି ମୋ ପାଇଁ ସାହା, ଭାଗ୍ୟବାନ ଯେ ମୁହିଁ। ଖ ତାହାର ଗାଳି ଦାଣ୍ଡର ଧୂଳି ଜୀବନ ଗଢ଼େ ମୋର। ଗ ମା ସ୍ନେହ ମା ମମତା ସ୍ୱର୍ଗଠାରୁ ବଡ଼।